ଶାସକ ପାଇଁ ଚ୍ୟାଲେଞ୍ଜ, ବିଜେପିର ମିଶନ 60+14। ନବୀନଙ୍କୁ ବିପଦରେ ପକାଇ ପାରନ୍ତି ଏହି 14 ବିଧାୟକ। 2019ରେ ଯେତେବେଳେ ଓଡ଼ିଶାରେ ଏକ ବାତାବରଣ ବିଜେପି ସପକ୍ଷରେ ଯାଇଥିଲା, ସେହିଭଳି କିଛି ଘଟିବାକୁ ଯାଉଛି 2024ରେ। ମିଶନ ମୋଡରେ କାମ କରୁଛି ଭାଜପା। 2019 ମସିହାରେ ଯେଉଁ 60 ବିଧାନସଭା ଆସନରେ ବିଜେପି 23ଟି ସିଟ୍ ଜିତିଥିଲା ଓ 27 ସିଟ୍ରେ ଶାସକ ଦଳକୁ କଡ଼ା ଫାଇଟ୍ ଦେଇଥିଲା, ସେହି 27 ସିଟ୍କୁ ବିଜେପି କିପରି ଭାବରେ ଜିତିପାରିବ, ସେ ନେଇ ବିଜେପି ରଣନୀତି କରୁଥିବାର ଆଭାସ ମିଳୁଛି। ଯଦି ଏହି 27 ସିଟ୍ରେ ବିଜେପି ବିଜେଡିକୁ ପାଣି ପିଆଇବ, ତେବେ ଓଡ଼ିଶା ରାଜନୀତିରେ ପଟ ପରିବର୍ତ୍ତନ ହୋଇପାରେ। ଓଡ଼ିଶା ବିଧାନସଭାର ମ୍ୟାଜିକ୍ ନମ୍ବର 74 ଥିବାବେଳେ, ଅର୍ଥାତ୍ ଯେଉଁ ଦଳ ପାଖରେ 74 ବିଧାୟକଙ୍କ ସମର୍ଥନ ଥିବ, ସେ ସରକାର କରିବ। ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ। ଯଦି ଏହାର ଫାଇଦା ବିଜେପି ଉଠାଇବ, ତେବେ ଶାସନ ଗାଦିରୁ ହଟିଯିବ ବିଜୁ ଜନତା ଦଳ। କିନ୍ତୁ ବିଜେପି ଯଦି 60 ଆସନ ଜିତେ, ତେବେ ବାକି 14 ବିଧାୟକ ବିଜେଡି ଓ କଂଗ୍ରେସକୁ ଛାଡ଼ି ବିଜେପିକୁ ସମର୍ଥନ କରିପାରନ୍ତି। ଯଦି ଏମିତି ହୁଏ, ତେବେ ଭାଜପା ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର କରିପାରେ। ବ୍ୟୁରୋ ରିପୋର୍ଟ, ଦି ମିଡିଆ ଟକ୍।